କନ୍ଧମାଳ ଜିଲ୍ଲାର ସାହିତ୍ୟ ସମ୍ଭାର ଅତି ସମ୍ଭାବନା ସୃଷ୍ଟି କରୁଥିବା ବେଳେ ଆମେ ଆଜି ପହଞ୍ଚିଥିଲୁ ଉଦୟଗିରି ଟାଉନରେ, ଯେଉଁ ସହରରେ ରହନ୍ତି ଜଣେ ସାହିତ୍ୟ ସାଧକ। ତାଙ୍କର ଅନେକ ସାଧନ ଏବଂ ସାଧନାରେ ସମର୍ପିତ କରିଛନ୍ତି ସମାଜକୁ ଅନେକ ସୃଷ୍ଟି। ସେ ସୃଷ୍ଟି ଭିତରୁ ଆମେ ଆଲୋଚନା କରିବା। ଆମ ପାଖରେ ଅଛନ୍ତି ଜଣେ ସାହିତ୍ୟକ, ଅଧ୍ୟାପକ ଡକ୍ଟର ନଳିନ ସାର୍। ତାଙ୍କର ପରିଚୟ ସହିତ ଅନେକ ସୃଷ୍ଟିକୁ ନେଇ ଆଗକୁ ବଢ଼ିବା। ସାର୍, ଆପଣଙ୍କର ନାଁ କ'ଣ ରହିଛି ସାର୍? ମୁଁ ଡକ୍ଟର ନଳିନ କୁମାର ପାଣିଗ୍ରାହୀ, ଆଜ୍ଞା। ଅଧ୍ୟାପକ ଓଡ଼ିଆ ବିଭାଗ, ଆଜ୍ଞା। ସ୍ଥାନୀୟ କଳିଙ୍ଗ ମହାବିଦ୍ୟାଳୟ, ଜି ଉଦୟଗିରି। ସାର୍, ଆପଣଙ୍କର ନେଟିଭ୍ ବାସସ୍ଥାନ ସାର୍? ମୋର ନିଜ ଜନ୍ମସ୍ଥାନ ହେଲା ଇତିହାସ ପ୍ରସିଦ୍ଧ ଉତ୍କଳୀୟ ପରମ୍ପରାର ଏକ ପ୍ରଖ୍ୟାତ ଅଞ୍ଚଳ ଚିକିଟି ଅଞ୍ଚଳ। ଆଚ୍ଛା ଆଚ୍ଛା। ଚିକିଟି ବ୍ଲକ ଅନ୍ତର୍ଗତ ବଡ଼ବରଙ୍ଗା ଗ୍ରାମରେ ମୋର ଜନ୍ମ। କର୍ମସ୍ଥଳୀ ଏବଂ ଜନ୍ମସ୍ଥଳୀ ଭିତରେ ତ ନିହାତି ଭାବରେ ଗୁରୁତ୍ୱ ଆରୋପ ରହୁଛି। ସାର୍, ଆପଣଙ୍କର ପରିବାର କ'ଣ ସାର୍? କେତେ କ'ଣ ସବୁ ପରିବାର, ପୁଅ ଝିଅ? ଆଉ ଆମେ 4 ଭାଇ 3 ଭଉଣୀ। ଆଜ୍ଞା। ମୁଁ 10ମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିଲି ମହନ୍ତ ଶ୍ରୀ ପରାଙ୍କୁଶ ବିଦ୍ୟାପୀଠ ସାମନ୍ତିଆପଲ୍ଲୀ। ଆଜ୍ଞା। ଯୁକ୍ତ 2 ପଢ଼ିଲି ଚିକିଟି ମହାବିଦ୍ୟାଳୟ ଚିକିଟିରେ, ଏବଂ ଯୁକ୍ତ 3 ଓଡ଼ିଆ ସମ୍ମାନର ସହିତ ମୁଁ ପଢ଼ିଲି ଖଲିକୋଟ ମହାବିଦ୍ୟାଳୟ ବ୍ରହ୍ମପୁରରେ। ଆଜ୍ଞା। ସ୍ନାତକୋତ୍ତର ଶ୍ରେଣୀ ମୁଁ ଅଧ୍ୟୟନ କଲି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଭଞ୍ଜ ବିହାର, ଆଜ୍ଞା। ଏବଂ ମୋର ଗବେଷଣା ବି PhD ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ। ଆଜ୍ଞା। ଏବଂ ଗବେଷଣାର ସାରାଂଶ କ'ଣ ଥିଲା ସାର୍, ଟାଇଟେଲଟା? ମୋର ଉପେନ୍ଦ୍ର କାବ୍ୟ ସମ୍ଭାରରେ ଚିତ୍ରକଳ୍ପ। ଆଚ୍ଛା ଆଚ୍ଛା। ଯିଏକି ଓଡ଼ିଆ ସାହିତ୍ୟର ମଧ୍ୟଯୁଗୀୟ ଅଗ୍ରଗଣ୍ୟ କବି, ଆଜ୍ଞା, ବରେଣ୍ୟ କବି, ପ୍ରଣମ୍ୟ କବି ଉପେନ୍ଦ୍ର ଭଞ୍ଜଙ୍କର କାବ୍ୟରେ କେମିତି ଚିତ୍ରକଳ୍ପ ରହିଛି ତାକୁ ବିଶ୍ଳେଷଣ କରିବା, ତାକୁ ଖୋଜି ବାହାର କରିବା ହିଁ ଥିଲା ମୋର ଗବେଷଣା ପ୍ରକଳ୍ପର ମୂଳ ଉଦ୍ଦେଶ୍ୟ। ସାର୍, କେବେ ଆମର କଳିଙ୍ଗ ମହାବିଦ୍ୟାଳୟରେ ଜଏନ୍ କରିଥିଲେ ସାର୍? ମୁଁ 1998 ମସିହାରେ ଅଧ୍ୟାପକ ଭାବରେ ନିଯୁକ୍ତି ପାଇଥିଲି। ଆଚ୍ଛା। ସେହିଦିନ ଠାରୁ ନିରବଚ୍ଛିନ୍ନ ଭାବରେ ଆଜି ଯାଏ ମୁଁ ଓଡ଼ିଆ ବିଭାଗର ଅଧ୍ୟାପକ ଭାବରେ କାର୍ଯ୍ୟରତ। ସାର୍, ଆମେ ଶୁଣିଛୁ ସାହିତ୍ୟ ବିନା ସମ୍ଭାବନାକୁ ଆମେ ସ୍ୱୀକୃତି ଦେଇପାରିବାନି। ବାସ୍ତବିକ ସାହିତ୍ୟ, ଏଇ ଯେଉଁ 3ଟି ଅକ୍ଷର ସହିତ ଆପଣଙ୍କର ପଛପଟେ ରହିଥିବା ଅନେକ ସୃଷ୍ଟିକୁ ମଧ୍ୟ ଆମେ ବର୍ତ୍ତମାନ ଆଲୋଚନା କରିବା। ବାସ୍ତବିକ ସାହିତ୍ୟ ମାନେ ଆମେ କ'ଣ ବୁଝୁ ସାର୍? ସାହିତ୍ୟ ସମ୍ପର୍କରେ ବହୁତ ଲୋକ ବହୁତ ମତ ଦେଇଛନ୍ତି। ଆଜ୍ଞା। ବହୁ କଥା ମଧ୍ୟ ଆମେ ସାହିତ୍ୟରେ ପଢ଼ିବାକୁ ପାଉଛେ। ଆଜ୍ଞା। କିନ୍ତୁ ସାହିତ୍ୟକୁ ଯଦି ଅତି ସରଳ ଭାବରେ ବୁଝିବାକୁ ଆମେ ଚେଷ୍ଟା କରିବା, ମୋ ମତରେ ଆତ୍ମିକ ଅନୁଭୂତିର ଶାବ୍ଦିକ, କଳାତ୍ମକ, ସ୍ୱତଃସ୍ଫୁର୍ତ୍ତ ପରିପ୍ରକାଶ ହିଁ ସାହିତ୍ୟ। ଆଚ୍ଛା ସାର୍। ଜୀବନର ଯେଉଁ ଅନୁଭୂତିଟି ହୃଦୟକୁ ସ୍ପର୍ଶ କରିଥାଏ, ଅବଚେତନ ସ୍ତରରେ ଥାଏ, ସମୟ ଏବଂ ସୁବିଧା ଦେଖି ସେ ଯେତେବେଳେ ପରିପ୍ରକାଶ ଲାଭ କରେ, ସାହିତ୍ୟିକଟିଏ ବା ବ୍ୟକ୍ତିଟିଏ ବା କବି ମଣିଷଟି ଯେତେବେଳେ ତାକୁ ନିର୍ଦ୍ଦିଷ୍ଟ ଶବ୍ଦ ଦେଇ ଏକ କଳାତ୍ମକ ଢଙ୍ଗରେ, କଳାତ୍ମକ ଶୈଳୀରେ ପରିପ୍ରକାଶ କରେ ଏବଂ ତା ଭିତରେ ସମାଜକୁ କିଛି ଗୋଟେ ବାର୍ତ୍ତା ଥାଏ, ତାହା ହିଁ ସାହିତ୍ୟ ଭାବରେ ପରିଗଣିତ ହୁଏ। ଶୁଣିପାରିଲେ ଏକ ଡେଫିନେସନ୍, ଯାହାକି ଏକ ସୁନ୍ଦର ସଂଜ୍ଞା ଆମେ କହିପାରିବା। ବର୍ତ୍ତମାନ ଆମେ ଆସିବା ସାର୍ ସାହିତ୍ୟ ଏବଂ ସମାଜ ବିଜ୍ଞାନ। ଆମେ ବେଳେବେଳେ ସମାଜ ବିଜ୍ଞାନ ସହିତ ସାହିତ୍ୟକୁ ମଧ୍ୟ ଯୋଡ଼ିଥାଉ। ବର୍ତ୍ତମାନର ଯେଉଁ ସମାଜ ବର୍ତ୍ତମାନ ଟିକେ ଯେଉଁ ପଥଭ୍ରଷ୍ଟ ହେଉଛି, ଏଥିରେ ସାହିତ୍ୟ ପ୍ରତି ଆମର ପ୍ରତିସୃଷ୍ଟି କମୁଛି କି? ଏ ଆପଣଙ୍କର ମତାମତ କ'ଣ ରହିବ? ଦେଖନ୍ତୁ, କେଉଁ ଅନାଦି କାଳରୁ ସାହିତ୍ୟ ସହିତ ସମାଜର ସମ୍ପର୍କ ଓତପ୍ରୋତ ଭାବରେ ଜଡ଼ିତ। କାରଣ ଯେଉଁ ମଣିଷଟିଏ ସାହିତ୍ୟ ରଚନା କରୁଛି, ସେ ପ୍ରଥମତଃ ଜଣେ ସାମାଜିକ ମଣିଷ। ସେ ସାଧାରଣ ମଣିଷଟିଏରୁ ଜନ୍ମ ନିଏ, ତାପରେ ତାର ଲେଖା ହିଁ ତାକୁ କବିଟିଏରେ ବା ଉପନ୍ୟାସିକ ବା ଗାଳ୍ପିକ ବା ସାହିତ୍ୟିକରେ ରୂପାନ୍ତରିତ କରିଥାଏ। ତେଣୁ ଯେଉଁ ମଣିଷଟିଏ ସମାଜରେ ଜନ୍ମଗ୍ରହଣ କରେ, ଜୀବନ ଧାରଣ କରେ ଏବଂ ଯେଉଁ ମଣିଷଟିର ସମାଜ ଭିତରେ ହିଁ ଜୀବନାବସାନ ଘଟେ, ତେଣୁ ସେହି ମଣିଷଟିଏ ସମାଜ ଭିତରୁ ଯେଉଁ ଜିନିଷଟିଏ ଅନୁଭବ କରେ, ତାକୁ ହିଁ ନେଇ ସେ ସାହିତ୍ୟଟିଏ ରଚନା କରେ। ତେଣୁ ସାହିତ୍ୟ ଏବଂ ସମାଜ ପରସ୍ପର ପରିପୂରକ, କାହାକୁ ଛାଡ଼ିକିରି କେହି ବଞ୍ଚିପାରିବେ ନାହିଁ। ଆଜି ଆପଣ ଯାହା କହିଲେ ଯେ ଆଜିର ସମାଜ ସାହିତ୍ୟ ଠାରୁ ଦୂରେଇ ଯାଉଛି, କେବେ ଦୂରେଇ ଯାଉନାହିଁ। କେତେବେଳେ ପ୍ରତ୍ୟକ୍ଷ ଭାବରେ ଯେତେବେଳେ ଆମର ପାଖରେ ବହି ଥିଲା, ଆମେ ବହିଟିଏ ପଢ଼ୁଥିଲୁ, ଗଳ୍ପ ବହିଟିଏ ପଢ଼ୁଥିଲୁ,
ଏବେ ମୋବାଇଲରେ ଆମେ ଗଳ୍ପଟିଏ ପଢୁଛୁ। ଆଜ୍ଞା ତେଣୁ ସମାଜ କେବେ ମଧ୍ୟ ସାହିତ୍ୟ ଠାରୁ ଦୂରେଇ ନାହିଁ, ସାହିତ୍ୟ ସମାଜ ଠାରୁ ଦୂରେଇ ନାହିଁ, ସମାଜ ସାହିତ୍ୟ ଠାରୁ ଦୂରେଇ ନାହିଁ। କେବେ ଏ ଦୁଇ ଜଣଙ୍କର ସମ୍ପର୍କ ଭିତରେ ଦୂରତା ଆସିପାରିବ ନାହିଁ। ଶୁଣିପାରିଲେ ସୁନ୍ଦର କଥା। ସମାଜ ଏବଂ ସାହିତ୍ୟ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ। ତେଣୁ ନିହାତି ଭାବରେ ଯେତେବେଳେ ମାର୍କେଟରେ ଆମେ କୌଣସି କଏନ୍କୁ କିଛି ବଢ଼ାଇ କିଛି ଦ୍ରବ୍ୟ କିଣୁ, ସେପରି ସାହିତ୍ୟ ମଧ୍ୟ ସମ୍ଭାର ସୃଷ୍ଟି କରିଛି। ବାସ୍ତବିକ ସାର୍ଙ୍କର ଯେଉଁ ମତ ରହିଛି ଏକ ସୁନ୍ଦର ମତ। ସାର୍ ବର୍ତ୍ତମାନ ଆମେ ଦେଖୁଛୁ ଆପଣଙ୍କର ୱେବସାଇଟ୍ ଅନେକ ସୃଷ୍ଟି ରହିଛି। ବିଶେଷତଃ ଏ ଯେଉଁ ଲେଖାଲେଖିର ପ୍ରୀତି ବା ପ୍ରେମ କେବେଠୁ ଆପଣଙ୍କର ଆରମ୍ଭ ହେଲା, ସେ ବିଷୟରେ କ'ଣ ରଖିବେ ମତାମତ? ମୁଁ ଏ ସମ୍ପର୍କରେ କହିଲେ ମୋର ଗୋଟେ ଅନୁଭବଟିଏ ଆସେ। ମୁଁ ଯେତେବେଳେ ପିଲା ହେଇଥିଲି, ଆମ ଗାଁରେ ମୁଁ ଯେତେବେଳେ ଷଷ୍ଠ ସପ୍ତମ ପଞ୍ଚମ ପଢୁଥିଲି, ଆମ ଗାଁଟା ଗୋଟେ ସଂସ୍କୃତି ସମ୍ପନ୍ନ ଗାଁଟିଏ। ଆଚ୍ଛା ଆଚ୍ଛା ଏବଂ ଆମ ଘର ଆଗରେ ଗୋଟେ ଚଉପାଢୀ ଥାଏ। ରାତିରେ ସେଠି ସମସ୍ତେ ବୟସ୍କ ଲୋକମାନେ ଆସିକି ସେଠି ସବୁ ଗପନ୍ତି, ବିଭିନ୍ନ ପ୍ରକାର ଗପନ୍ତି। ସେଠି କୃଷ୍ଣଲୀଳା, ରାମଲୀଳା, ପ୍ରହ୍ଲାଦ ନାଟକର ଗୀତ ଗୁଡାକ ସମସ୍ତେ ଗାଆନ୍ତି। ଆଚ୍ଛା ଆଚ୍ଛା ମୁଁ ପିଲାଟି ଅବସ୍ଥାରେ ସେ ସବୁ ଶୁଣେ, କିନ୍ତୁ ବୁଝିପାରେ ନାହିଁ। କିନ୍ତୁ ମୋର ଅବଚେତନ ସ୍ତରରେ ସେଗୁଡିକ ସବୁ ରହିଯାଏ, ସୁପ୍ତ ହୋଇଥାଏ। ସୁପ୍ତ ହେଇକି ଥାଏ। ଆଚ୍ଛା ଆଚ୍ଛା ଏବଂ ସେଇ ଦିନଠି ମୁଁ ସାହିତ୍ୟ ପ୍ରତି ମୋର ଗୋଟେ ଆବେଗ ଟିକେ ବଢିଥିଲା। ଏବଂ ମୁଁ ଯେତେବେଳେ ଦଶମ ଶ୍ରେଣୀ ପଢୁଥିଲି, ଆମର ମହନ୍ତ ଶ୍ରୀ ପରାଙ୍କୁଶ ବିଦ୍ୟାପୀଠରେ ମୋର ପରମାରାଧ୍ୟ ଗୁରୁଦେବ ଥିଲେ ପ୍ରଭାକର ଶତପଥୀ। ସେ ଅଷ୍ଟମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଶ୍ରେଣୀର କବିତା ପଢାନ୍ତି। ଆଚ୍ଛା ଆଚ୍ଛା ମୋର ମନେ ହେଲା, ବୋଧହୁଏ ଓଡ଼ିଆରେ MA କଲେ ଏମିତି ପିଲାମାନଙ୍କୁ ଭଲ ପଢେଇ ହେବ। ଆଚ୍ଛା ତେଣୁ ମୁଁ ସେଇ ଦିନଟି ସ୍ୱପ୍ନ ଦେଖିଥିଲି, ଓଡ଼ିଆରେ MA କରିବି, ଅଧ୍ୟାପକଟିଏ କି ଶିକ୍ଷକଟିଏ ହେବି ଏବଂ ପିଲାମାନଙ୍କର ମନହରଣ କରିବାରେ ସମର୍ଥ ହେବି। ଆଚ୍ଛା ସୁନ୍ଦର କଥାଟି କହିଲେ। ସାର୍ଙ୍କର ଯେଉଁ ପ୍ରଭାବ ପଡ଼ିଛି, ସାର୍ ବେଳେବେଳେ ଅଭିପ୍ରେରଣା ଏବଂ ଅନୁପ୍ରେରଣା ଦୁଇଟା ଆମେ ଗୁରୁତ୍ୱପୂର୍ଣ୍ଣ କଥା ନେଇଥାଉ। ଯେକୌଣସି ବ୍ୟକ୍ତି ଆଜି ବି ଅନୁପ୍ରେରଣା ଏବଂ ଅଭିପ୍ରେରଣା ବିନା ଆଗକୁ ଯାଇପାରେ ନା। ଆପଣ ଯେଉଁ ବର୍ତ୍ତମାନ ସାର୍ଙ୍କର ନାଁ ନେଲେ ଏବଂ ସୃଷ୍ଟି ପାଇଁ ଯେଉଁ ଆଗକୁ ବଢ଼ିଲେ, ଏଥିରେ ଆମେ ଅଭିପ୍ରେରଣାକୁ ଗୁରୁତ୍ୱ ଦେବା ନା ଅନୁପ୍ରେରଣାକୁ ଗୁରୁତ୍ୱ ଦେବା ସାର୍? ବହୁ ସମୟରେ, ପ୍ରତ୍ୟେକ ସମୟରେ, ଆଜ୍ଞା ପ୍ରତ୍ୟେକ ଜିନିଷରେ ମଣିଷଟିଏ ତାର ଜ୍ଞାତ ସାରରେ କି ଅଜ୍ଞାତ ସାରରେ କାହା ଦ୍ୱାରା ନା କାହା ଦ୍ୱାରା ଅନୁପ୍ରେରିତ ହେଇଥାଏ। ନିଶ୍ଚିତ ଭାବରେ ସେ କେତେବେଳେ ପ୍ରତ୍ୟକ୍ଷ ଭାବରେ ଅନୁପ୍ରେରିତ ହୁଏ, କି କେତେବେଳେ ପରୋକ୍ଷ ଭାବରେ ଅନୁପ୍ରେରିତ ହୁଏ, କିନ୍ତୁ କାହାର ନା କାହାର ପ୍ରଭାବଟିଏ ତା ଉପରେ ପଡ଼ିଥାଏ। ନିହାତି ତେଣୁ ଗୋଟିଏ ମଣିଷଟିଏ ଯେତେବେଳେ ଲେଖୁଛି, ମୋ ଜୀବନ ଭିତରେ ମୁଁ ବହୁ ଗୁରୁଙ୍କର ସଂସ୍ପର୍ଶରେ ଆସିଛି। ଡକ୍ଟର ଦେବୀ ପ୍ରସନ୍ନ ପଟ୍ଟନାୟକ, ଡକ୍ଟର ଉପେନ୍ଦ୍ର ନାୟକ, ଡକ୍ଟର ସୁଦର୍ଶନ ଆଚାର୍ଯ୍ୟ, ଡକ୍ଟର ଦାଶରଥୀ ଦାସ, ଡକ୍ଟର କୃଷ୍ଣଚନ୍ଦ୍ର ପ୍ରଧାନ, ପ୍ରସନ୍ନ ସ୍ୱାଇଁ, ଦୁର୍ଗାମାଧବ ନନ୍ଦ, ଯେଉଁମାନଙ୍କର ଲେଖା, ଯେଉଁମାନଙ୍କର ବକ୍ତବ୍ୟ ମୋତେ ଅନୁପ୍ରେରିତ କରିଥିଲା। ଆଚ୍ଛା ଆଚ୍ଛା ଏବଂ ମୁଁ ତାଙ୍କୁ କଦାପି ଭୁଲି ପାରିବି ନାହିଁ। ଆଜି ବି ମୁଁ ଯେଉଁ ବରେଣ୍ୟ ବ୍ୟକ୍ତିମାନଙ୍କର ନାଁ ନେଲି, ସେମାନେ ଆମ ଗହଣରେ ନାହାନ୍ତି। ଏବଂ କିଛି ବ୍ୟକ୍ତି ଅଛନ୍ତି, ଯେଉଁ ବ୍ୟକ୍ତିମାନେ ନାହାନ୍ତି, ସେମାନଙ୍କର ଅମର ଆତ୍ମା ପ୍ରତି ମୁଁ କୃତଜ୍ଞତା ଜ୍ଞାପନ କରୁଛି। ଯେଉଁମାନେ ଅଛନ୍ତି, ତାଙ୍କର ପାଦ ତଳେ ମଧ୍ୟ ମୁଁ ଭୂମିଷ୍ଠ ପ୍ରଣାମ ଜ୍ଞାପନ କରୁଛି। ବର୍ତ୍ତମାନ ଶୁଣିପାରିଲେ, ସଫଳତା ପଛରେ ଅନେକ ବ୍ୟକ୍ତିତ୍ୱ ଏବଂ ବ୍ୟକ୍ତିଙ୍କ ହାତ ରହିଛି। ଏହାକୁ ସିଏ ସମର୍ପିତ ଭାବରେ ସମର୍ପଣ କରୁଛନ୍ତି। ବର୍ତ୍ତମାନ ଆମେ ଦେଖିବା ସାର୍ଙ୍କୁ ଦିଆଯାଇଥିବା ବିଭିନ୍ନ ପ୍ରକାର ଯେଉଁ ସଫଳତାର ଗୁଡ୍ସକୁ ଆମେ ବର୍ତ୍ତମାନ ଦେଖାଉଛୁ। କେଉଁ କେଉଁ କ୍ଷେତ୍ରରୁ ସାର୍ କିପରି ଭାବରେ ପୁରସ୍କୃତ ହୋଇଛନ୍ତି, ବର୍ତ୍ତମାନ ଆମେ ତାକୁ ଦେଖିବା। ସଫଳତା ଏକ ଆବଷ୍ଟ୍ରାକ୍ଟ ୱାର୍ଡ, ଏହାକୁ ଆମେ ଫିଲ୍ କରିବାର ଆବଶ୍ୟକ ରହିଛି। ଏ ଯେଉଁ ବର୍ତ୍ତମାନ ଦେଖୁଛନ୍ତି ଯାହା ବି ଟେଷ୍ଟିମୋନିଆଲ, ଏ ହେଉଛି ଏକ ସଫଳତା ଏବଂ ସୃଷ୍ଟିର ଏକ ପରିଚୟ। ସମ୍ମାନ ସହିତ ଏହାର ସମ୍ପର୍କ, ଏ ସମ୍ପର୍କ ସହିତ ସାଧନାର ସମ୍ପର୍କକୁ ଆମେ ଯୋଡ଼ି ପାରିବା। ପୁସ୍ତକ ମଣିଷକୁ ଅନେକ ଡିପ୍ରେସନ୍ ବା ଆଙ୍ଗ୍ଜାଇଟିରୁ ଦୂର କରିଥାଏ। ବହିକୁ ପଢ଼ିବା, ବହିକୁ ବୁଝିବା, ସୃଷ୍ଟିକୁ ଅନୁଭବ କରିବା, ଏଥିପାଇଁ ତ ସୃଷ୍ଟି ହୋଇଛି ଅନେକ ସୃଷ୍ଟି। ଆଜି ଆମେ ଏ ଦୃଶ୍ୟ ଆପଣଙ୍କୁ ଦେଖାଉଛୁ ଏଇଥିପାଇଁ ଯେ ସ୍ରଷ୍ଟାଙ୍କର ଯେଉଁ ଉଦ୍ଦେଶ୍ୟ ଏ ଭିତରେ ଲୁଚି ରହିଛି, ଆମେ ତାକୁ ପଠନ କରିବା ଦରକାର। ଏବଂ ଏହି ସାହିତ୍ୟର ଏକ୍ସଟେନସନ୍ ପାଇଁ ମଧ୍ୟ ଆମର ଏହି ପ୍ରେଜେଣ୍ଟେସନ୍ ଆଜି ଅତି ଗୁରୁତ୍ୱପୂର୍ଣ୍ଣ ରହୁଛି।
ଗୋଟିଏ ଘରେ ଯେତେବେଳେ ପୁସ୍ତକ ଗୁଡ଼ିକ ରହିଥାଏ, ବାସ୍ତବରେ ସେହି ଘରର ପରିବେଶ ଏବଂ ପ୍ରଭାବ ନିଶ୍ଚିତ ଭାବରେ ଅତି ଆକର୍ଷଣ ଏବଂ ସୁନ୍ଦର ଥାଏ। ପୁସ୍ତକ ବିନା ଜୀବନ ଗତିଶୀଳ ହୋଇପାରିବ ନାହିଁ, ଏହାକୁ ଆମେ ଅନୁଭବ କରିବା। ଉଦୟଗିରି ଠାରେ ଏପରି ଏକ ମିନି ଲାଇବ୍ରେରୀ ଲିଟରେଚରକୁ ନେଇ ଯାହା ରହିଛି, ହୁଏତ ଆପଣମାନେ କେବେ ଦୃଷ୍ଟିଗୋଚର କରିନଥିବେ। ଆମେ ତାହାକୁ ଆଜି ସମସ୍ତଙ୍କ ପାଇଁ, ବିଶେଷତଃ ସାମାଜିକ ଗଣମାଧ୍ୟମରେ ଏହାକୁ ଆମେ ଏଇଥିପାଇଁ ପୋଷ୍ଟ କରୁଛୁ ଯେ ବାସ୍ତବିକ ସଫଳତାର କାହାଣୀ ବେଳେବେଳେ ଲୁଚି ଯାଇଥାଏ। ସେଥିପାଇଁ ତ ଗଣମାଧ୍ୟମର ସୃଷ୍ଟି। ତେଣୁ ଆଜିର ଏହି ସୁଯୋଗରେ ଆମେ ଆପଣମାନଙ୍କୁ ଯେଉଁ ସୃଷ୍ଟି ବିଷୟରେ ଦେଖାଉଛୁ, ଏହାକୁ ଆମେ ଅନୁଭବ କରିବାର ଆବଶ୍ୟକ ରହିଛି। ଏ ହେଉଛି ଗୋଟିଏ ଦିନର ସାଧନା ଏବଂ ସମର୍ପଣର ଫଳ ନୁହେଁ। ଏଥିପାଇଁ ଅନେକ ବର୍ଷ, ଅନେକ ସମୟ ଦେବାକୁ ପଡ଼ିଛି, ଯାହା ଏହି ସୃଷ୍ଟି ଆମକୁ ସୂଚନା ଦେଉଛି। ଭାରତୀୟ ଦର୍ଶନ, ପୌରାଣିକ ଏବଂ ଅନେକ ଗଳ୍ପ ସାହିତ୍ୟ ଆଜି ବି ବିଶ୍ୱକୁ ପହଞ୍ଚାଇ ଦେଉଛି ଅନେକ ଉଦ୍ଭାବନ ଆବିଷ୍କାର କରିବାର ମନ୍ତ୍ର ଏବଂ ସୂତ୍ର। ପ୍ରକୃତରେ ଭାରତୀୟ ଦର୍ଶନ, ଭାରତର ସାହିତ୍ୟ, ଭାରତୀୟ ଗ୍ରନ୍ଥ ଆଜି ଅନେକ ଉଦ୍ଭାବନକୁ ନେଇ ପହଞ୍ଚାଇ ପାରିଛି। ତାହାର ଗବେଷଣା ଭାରତୀୟ ଭୂଖଣ୍ଡରେ ନହେଲେ ମଧ୍ୟ ପାଶ୍ଚାତ୍ୟ ଭୂଖଣ୍ଡରେ ଏହି ସବୁ ସ୍ରଷ୍ଟା ସୃଷ୍ଟିକୁ ନେଇ ଆରମ୍ଭ ହୋଇଛି ଅନେକ ଉଦ୍ଭାବନ ଏବଂ ଆବିଷ୍କାର, ଯାହାର ପ୍ରଭାବ ଆଜି ବିଶ୍ୱ ପାଇଁ ଏକ ନୂଆ ରାହା ତିଆରି କରୁଛି। ସାଧନା ଏବଂ ସାଧନ, ଏହି ଦୁଇଟି ଶବ୍ଦ ଅନେକ ସମୟ ପାଇଁ ଆବଶ୍ୟକ କରେ। ବର୍ତ୍ତମାନ ଆମେ କଥା ହେବା ଯେ ସାର୍ଙ୍କର ଯେଉଁ ସୃଷ୍ଟି ଭିତରେ ତାଙ୍କର ଯେଉଁ ପ୍ରୀତି ରହିଛି ସେ ବିଷୟରେ ଆଲୋଚନା କରିବା। ସାର୍, ଆମେ ଦେଖିଲୁ ବର୍ତ୍ତମାନ ଅନେକ ବହି ଆପଣ ବର୍ତ୍ତମାନ ବଜାରକୁ ଛାଡ଼ି ସାରିଛନ୍ତି। ତେଣୁ ଆମେ ଆଲୋଚନା କରିବା ବିଶେଷତଃ କେଉଁ ପ୍ରକାର ସାହିତ୍ୟ, କେଉଁ ପ୍ରକାର ସୃଷ୍ଟିକୁ ଆପଣ ଅଧିକ ଗୁରୁତ୍ୱ ଦିଅନ୍ତି? ମୁଁ ବିଶେଷ କରିକି ସମାଲୋଚନା ଉପରେ ମୋର ବେଶୀ ମୁଁ ଗୁରୁତ୍ୱ ଦିଏ। ସେ ସମାଲୋଚନା ଭିତରେ ଆଧୁନିକ ଓଡ଼ିଆ କବିତା ଉପରେ ଲେଖିବାକୁ ମୁଁ ଭାରି ଭଲ ପାଏ। ମୋର ପୁସ୍ତକ ମାନଙ୍କ ଭିତରେ ସାହିତ୍ୟ ସୃଜନ ସମୀକ୍ଷାୟନ, ଆଜ୍ଞା, ଭଞ୍ଜ ସାହିତ୍ୟ ଉପରେ ଏହି ବହିଟି ବାହାରିଛି। ଆଜ୍ଞା, ପୁଣି କବିତାର ବାସନା, କବିର ବିଭରତା, ଆଜ୍ଞା, ଆଉ କିଛି ବରେଣ୍ୟ କବିମାନଙ୍କ ଉପରେ ମୋର ମଧ୍ୟ ସମ୍ପାଦନା ଗ୍ରନ୍ଥ ପ୍ରକାଶ ପାଇଛି। କବି ବିପିନ ନାୟକ, କବି ଫନୀ ମହାନ୍ତି, କବି ସୌଭାଗ୍ୟବନ୍ତ ମହାରଣା, এইଭଳି ଭାବରେ ମୋର ଅଦ୍ୟାପି 13 ଖଣ୍ଡ ବହି ପ୍ରକାଶ ପାଇଛି। ଏବଂ ମୁଁ ବିଶେଷ କରିକି ସମାଲୋଚନା ସାହିତ୍ୟକୁ ଗୁରୁତ୍ୱ ଦିଏ। ଆଚ୍ଛା ଆଚ୍ଛା, ସମାଲୋଚନା ସାହିତ୍ୟକୁ ସାର୍ ବେଳେବେଳେ ଆମେ ଦେଖୁ ସମାଲୋଚନା ଏବଂ ବ୍ୟଙ୍ଗ, ବେଳେବେଳେ ବ୍ୟଙ୍ଗ ଦ୍ୱାରା ମଧ୍ୟ ସମାଜକୁ ସଂସ୍କାର କରାଯାଏ, ସମାଲୋଚନା ମଧ୍ୟ ସଂସ୍କାର କରାଯାଏ। ବିଶେଷତଃ ଆପଣଙ୍କ ଲେଖା ଭିତରେ ଯେଉଁ ସମାଲୋଚନା ଗଳ୍ପ ଭିତରେ ବ୍ୟଙ୍ଗାତ୍ମକ କିଛି ଛବି ରହିଛି କି ସାର୍? ନା, କିଛି ନାହିଁ। ସାହିତ୍ୟର ସମାଲୋଚନା ବିଭାଗଟି ଟିକେ ଅଲଗା। ଆଚ୍ଛା ଆଚ୍ଛା, ଆମର ସାମାଜିକ ସ୍ତରରେ ସମାଲୋଚନା କହିଲେ ଯାହା ଆମେ ବୁଝୁ, ସାଧାରଣ ଅର୍ଥରେ ଯୋଉଟା ସାଧାରଣ ଅର୍ଥରେ ବୁଝୁଛୁ, ଅନ୍ୟର ଦୋଷ ତ୍ରୁଟିକୁ ଖୋଜି ବାହାର କରିବା ସମାଲୋଚନା। ଆଚ୍ଛା ଆଚ୍ଛା, କିନ୍ତୁ ଆମେ ସାହିତ୍ୟ କ୍ଷେତ୍ରରେ ଯେତେବେଳେ ସମାଲୋଚନା ଶବ୍ଦଟି ବ୍ୟବହାର କରୁଛୁ, ତାହା କେବଳ ଗୋଟିଏ ସୃଷ୍ଟିର ଦୋଷକୁ ବାହାର କରିବା ପାଇଁ ତାହା ଅଭିପ୍ରେତ ନୁହଁ। କୌଣସି ଗୋଟେ ସୃଷ୍ଟିର ନିନ୍ଦା ଏବଂ ପ୍ରଶଂସା, ତାହା ଲେଖାଟିର କେତେ ଦୂର ସାମାଜିକ ବା ସମାଜର ବିକାଶ ପାଇଁ, ସମାଜର ଉନ୍ନତି ପାଇଁ ତାହା ସହଯୋଗ ହେଇଛି, ସେଥିରେ କ'ଣ ତ୍ରୁଟି ରହିଛି, ଆଉ କ'ଣ କଲେ ତାହା ଭଲ ହେଇପାରିଥାନ୍ତା। ଆଚ୍ଛା ଆଚ୍ଛା, ନିନ୍ଦା କରିବା ସହିତ ନିନ୍ଦାକୁ କ'ଣ କଲେ ତାହା ପ୍ରଶଂସାରେ ରୂପାନ୍ତରିତ ହେଇପାରିବ, ତାହା ହିଁ ବାସ୍ତବରେ ସମାଲୋଚନା। ଆଚ୍ଛା ଆଚ୍ଛା, ବହୁ କବିତା ଅଛି ଯେଉଁ କବିତା ଗୁଡ଼ିକୁ ସାଧାରଣରେ ବୁଝିପାରନ୍ତି ନାହିଁ। ତେଣୁ ଗୋଟେ ସମାଲୋଚକର ଧର୍ମ ହେଲା ତା ଭିତରେ ଥିବା ମୌଳିକ ବିଷୟଟିକୁ ଲୋକଲୋଚନକୁ ଆଣିବା, ନିଜର ପ୍ରବନ୍ଧ ମାଧ୍ୟମରେ, ନିଜର ଆଲୋଚନା ମାଧ୍ୟମରେ ସେ କବିତାର ବିଶେଷତ୍ୱକୁ ପାଠକ ପାଖରେ ପହଞ୍ଚେଇବା, ପାଠକର ଅବବୋଧକୁ ତାହା ଆଣିବା ହେଲା ଗୋଟେ ସମାଲୋଚକର ଦାୟିତ୍ୱ ବା ସମାଲୋଚନା ସାହିତ୍ୟର କର୍ତ୍ତବ୍ୟ।
ସାର୍ ବର୍ତ୍ତମାନ ପ୍ରତି ଜିଲ୍ଲାରେ ପୁସ୍ତକ ମେଳା ଆୟୋଜନ ହୁଏ ଆଉ ଏ ପୁସ୍ତକ ମେଳାରେ ଅନେକ ଭାଇ ଭଉଣୀମାନେ ମଧ୍ୟ ଯାଆନ୍ତି। ବେଳେବେଳେ କିଛି ସୃଷ୍ଟିକର୍ତ୍ତାଙ୍କ ବା ଲେଖକଙ୍କର ଯେଉଁ କିଛି ପାରାଗ୍ରାଫ କିଛି ସେଣ୍ଟେନ୍ସ ପଢ଼ିବା ପରେ ବେଳେବେଳେ ଯେଉଁ ଶବ୍ଦକୋଷର ଯେଉଁ ବଳିଷ୍ଠ ପ୍ରଭାବ ରହିଛି ବେଳେବେଳେ ଯେଉଁମାନଙ୍କର ଧରନ୍ତୁ କିଛି କମ୍ ତାଙ୍କର ଶିକ୍ଷାଗତ ଯୋଗ୍ୟତା ରହିଛି ସେମାନେ କିଛି ଭାଷା ଜାଣିଛନ୍ତି ଯାହାକି ଅର୍ଥ ତାଙ୍କ ପାଇଁ ସମସ୍ୟା ହେଉଛି ବେଳେବେଳେ ଯେଉଁ ଆପଣ ସାହିତ୍ୟ ବର୍ତ୍ତମାନ ଲେଖିଛନ୍ତି ଯାହା ବି ସୃଷ୍ଟି କରିଛନ୍ତି ଏଥିରେ କେମିତି ଶବ୍ଦାବଳୀର ବ୍ୟବହାର ହୋଇଛି ଯାହାକି ଅନ୍ୟମାନଙ୍କ ପାଇଁ ଆଦରଣୀୟ ହୋଇପାରିବ। ଦେଖନ୍ତୁ ପ୍ରଥମତଃ କହିଲେ ପୁସ୍ତକ ମେଳା ସମ୍ପର୍କରେ ଆଜ୍ଞା ଆଜିକାଲି ପ୍ରତ୍ୟେକ ଜିଲ୍ଲାରେ ବା ପ୍ରତ୍ୟେକ ସ୍ଥାନରେ ପୁସ୍ତକ ମେଳା ହେଉଛି ଏହା ଏକ ସ୍ୱାଗତ ଯୋଗ୍ୟ ବିଷୟ। ଆଜ୍ଞା କାରଣ ଏଇଭଳି ଗୋଟିଏ ଗୋଟିଏ ସ୍ଥାନ ରହିଛି ଯୋଉଠୁ ଲୋକଟିଏ ଯାଇକିରି ବ୍ୟକ୍ତିଟିଏ ଯାଇକି ତାଙ୍କର ଇଚ୍ଛା ଥିଲେ ମଧ୍ୟ ଭୁବନେଶ୍ୱର କିମ୍ବା କଟକରୁ ବହିଟିଏ ସେ କିଣି ପାରୁନାହିଁ। ଆଚ୍ଛା ଆଚ୍ଛା ଯଦି ବହି ଦୋକାନଟି ଆମ ପାଖକୁ ଆସିଲା ତାହେଲେ ଆମେ ତ ସହଜରେ ବହିଟିଏ କିଣିପାରିବା। ଆଜ୍ଞା ଆଜ୍ଞା ଏବଂ ଏଇଟା ହେଲା ପୁସ୍ତକ ମେଳାର ଗୋଟେ ସକାରାତ୍ମକ ଉଦ୍ଦେଶ୍ୟ ଦିଗ। ଆଜ୍ଞା ଦ୍ୱିତୀୟତଃ ପୁସ୍ତକ ମେଳାଟିଏ ହେଲେ ସେଠି ସବୁ ପ୍ରକାର ବହି ଆସେ। ବହି ପ୍ରିୟ ବ୍ୟକ୍ତିଟିଏ ସବୁ ବହିକୁ ଦେଖିପାରନ୍ତି ମନ ଲାଖି ବହିଟିଏ କିଣିପାରନ୍ତି। ଆଚ୍ଛା ଆଚ୍ଛା ତୃତୀୟ କଥାଟି ହେଲା ସାହିତ୍ୟ ସଭାରେ ବା ପୁସ୍ତକ ମେଳାରେ ଯେଉଁ ସବୁ ସାରସ୍ୱତ କାର୍ଯ୍ୟକ୍ରମ ସବୁ ଅନୁଷ୍ଠିତ ହୁଏ ଆଜ୍ଞା ଆମେ ବହୁ ସମୟରେ ବିଭିନ୍ନ କବିଙ୍କୁ ଦେଖିପାରୁନଥିବା ଆଚ୍ଛା ବିଭିନ୍ନ ଆଲୋଚକଙ୍କୁ ଦେଖିପାରୁନଥିବା ଆଚ୍ଛା ନାଁଟି ଶୁଣିଥିବା କିନ୍ତୁ ଆମ ସହରକୁ ସେଇ ବ୍ୟକ୍ତିଟି ଆସନ୍ତି ମଞ୍ଚ ଉପରେ ବସନ୍ତି ଆଚ୍ଛା ଆମେ ତାଙ୍କୁ ଦେଖିବାର ସୌଭାଗ୍ୟ ପାଇବା। ଆଚ୍ଛା। ଏହା ଆମକୁ ବାଣୀ ସରସ୍ୱତୀଙ୍କର ଗୋଟେ ଆଶୀର୍ବାଦ ନୁହେଁ କି? ଆଜ୍ଞା 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 ନିହାତି। ଦ୍ୱିତୀୟ ଜିନିଷ ଆପଣ କହିଲେ ଯେ ସାହିତ୍ୟ ମାଧ୍ୟମରେ ଆମେ କେମିତି ସମାଜକୁ ବା କ'ଣ ଆମେ ତାର ଅର୍ଥଟି କେମିତି ବୁଝେଇ ବୁଝେଇ ପାରିବା। ପାରିବା ଆଚ୍ଛା ବହୁ ସମୟରେ କବିମାନେ ଯାହା ଲେଖିଥାନ୍ତି ତାହା ସାଧାରଣ ବ୍ୟକ୍ତିଟିଏ ବୁଝିପାରେ ନାହିଁ। ଆଚ୍ଛା ଆଚ୍ଛା ମୁଁ ଯୋଉଟା ଟିକେ ପୂର୍ବରୁ କହୁଥିଲି ଆଜ୍ଞା ତା ପ୍ରତ୍ୟେକ ସୃଷ୍ଟିର ଅନ୍ତରାଳରେ ପ୍ରତ୍ୟେକ ସ୍ରଷ୍ଟା ଗୋଟେ ବିଶେଷ ଭାବଟିଏ ରଖିଥାଏ। ହୁଁ, ସେ ଭାବଟିଏ ସଂଗୁପ୍ତ ହେଇକି ଥାଏ ଆଚ୍ଛା ଲୁକ୍କାୟିତ ହେଇକି ଥାଏ ତାକୁ ଖୋଜି ବାହାର କରିବା ଏବଂ ପାଠକ ପାଖରେ ପହଞ୍ଚେଇ ଦେବା ସମାଲୋଚକର କାର୍ଯ୍ୟ। ଆଚ୍ଛା ଏବଂ ସାର୍ ସେ କାର୍ଯ୍ୟଟିକୁ ହିଁ ଟିକେ ମୁଁ ମଟକେଇବି ଆପଣଙ୍କୁ ବେଳେବେଳେ ମୁଖବନ୍ଧ ବା ପ୍ରିଫେସ୍ ବା ଯେଉଁ ଆମର ଓଭର ରିଭ୍ୟୁ ବୋଲି କହୁ ସେଇ ଓଭର ରିଭ୍ୟୁରେ ସୃଷ୍ଟିକର୍ତ୍ତାଙ୍କର ଉଦ୍ଦେଶ୍ୟ ବା ପୁରା ଯେଉଁ ସେ ବହିର ଉଦ୍ଦେଶ୍ୟ ସେଠି ସମ୍ପୂର୍ଣ୍ଣ ଭାବରେ ଲେଖାଯାଇଥାଏ ତାହା ସାର୍ କେମିତି ରହିବା ଦରକାର ଯାହାକି ସେ ଯେଉଁ ମୁଖବନ୍ଧ ବା ଯେଉଁ ପ୍ରିଫେସ୍ରୁ ଜଣେ ବହି ପ୍ରତି ତାକୁ ସୃଷ୍ଟି କରିପାରିବ ଏବଂ ପଢ଼ିବା ପାଇଁ ଆଗ୍ରହ ସୃଷ୍ଟି କରିବ ସେଥିପାଇଁ କ'ଣ ସାର୍ ରହିବ ତାର ଟିପ୍ସ କ'ଣ ରହିବ ଆପଣଙ୍କର ଯେହେତୁ ଜଣେ ପ୍ରଫେସର ହିସାବରେ ବର୍ତ୍ତମାନ ଅଛନ୍ତି କ'ଣ କହିବେ ଟିକେ ସେ ବିଷୟରେ ଟିକେ ଦେଖନ୍ତୁ ମୁଖଶାଳାରୁ ମନ୍ଦିର ସମ୍ପର୍କରେ ଯେମିତି ଜଣାପଡ଼େ ଜଣାପଡ଼େ ଆଚ୍ଛା ଆଚ୍ଛା ଗୋଟେ ମନ୍ଦିରର କଳା ଗୌରବ ସମ୍ପର୍କରେ ଆଧ୍ୟାତ୍ମିକତା ସମ୍ପର୍କରେ ଗୋଟେ ଭକ୍ତଟିଏ ଯେମିତି ମୁଖଶାଳାରୁ ଜାଣିପାରେ ଗୋଟେ ବହିର ମୁଖବନ୍ଧ ହେଲା ସେ ବହିର ସେ ଆଲୋଚନା ବହି ହଉ ସେ ଉପନ୍ୟାସ ହଉ ସେ ଗଳ୍ପ ହଉ ସେ କବିତା ହଉ ତାର ମୁଖଶାଳା। ଆଚ୍ଛା ଆଚ୍ଛା ତେଣୁ କବିଟିଏ ବା ଗୋଟେ ସ୍ରଷ୍ଟାଟିଏ ବା ସମାଲୋଚକଟିଏ ତାର ସୃଷ୍ଟି ଭିତରେ ସେ କ'ଣ କହିବା ପାଇଁ ଚାହିଁଛି ସେଠି ତାର ସାର୍ ମୁଖଶାଳା ଭିତରେ ଆଚ୍ଛା ଅତି ସଂକ୍ଷିପ୍ତରେ ଭିତରେ ଲେଖାଯାଇଛି। ଗୋଟିଏ ଧାଡି ଭିତରେ ଆଚ୍ଛା କହିଦେଇଥାଏ। ଆଚ୍ଛା। ସେ ଗୋଟିଏ ଧାଡି ହିଁ ଆଚ୍ଛା। ପାଠକକୁ ସମଗ୍ର ବହିଟି ପଢିବା ପାଇଁ ଗୋଟେ ମାର୍ଗଦର୍ଶନ ଦେଇଦିଏ। ଆଚ୍ଛା ଆଚ୍ଛା ତେଣୁ ମୁଖବନ୍ଧଟା ଗୋଟେ ବହି ପାଇଁ ଗୁରୁତ୍ୱପୂର୍ଣ୍ଣ ଆଉ ରହୁଛି ବିଷୟ। ଆଚ୍ଛା ଆଚ୍ଛା ସାର୍ ଆମେ ବେଳେବେଳେ ଦେଖୁ ଯେ ଓଡ଼ିଆ ବର୍ତ୍ତମାନ ଆମେ ଯଦି ଖବରକାଗଜ ଦେଖିବା ଆଜି 10-12ଟା ଖବରକାଗଜ ଉଦୟି ଟାଉନରେ ମଧ୍ୟ ପହଞ୍ଚୁଛି ମାଗାଜିନ୍ ମଧ୍ୟ ଆସୁଛି ବିଶେଷତଃ ଆମେ ଦେଖୁ ଯେଉଁ ଇଂଲିଶ ଲିଟରେଚର ଏବଂ ଓଡ଼ିଆ ଲିଟରେଚର ବିଶେଷତଃ ଇଂଲିଶ ଲିଟରେଚର ପ୍ରତି ଯେଉଁ ମାନିଆ ରହୁଛି ସେଥିରେ ବେଳେବେଳେ ଆମର ଓଡ଼ିଆ ଯେଉଁମାନେ ଲେଖକ ଲେଖିକା ଅଛନ୍ତି ସେମାନଙ୍କର ଯେଉଁ ରହୁଛି ଉଦ୍ଦେଶ୍ୟ ଯେ ଆମେ ସାହିତ୍ୟକୁ ଟିକେ ଆଗକୁ ନେବା ଇଂରାଜୀ ସାହିତ୍ୟ ସହିତ ଓଡ଼ିଆ ସାହିତ୍ୟକୁ ସମାନ ଭାବେ ରଖିବା ଏବଂ ଭାଷାକୁ କେବେ ଅବହେଳା କରିବା ନାହିଁ କୌଣସି ଭାଷା ତଳ ନୁହଁ କୌଣସି ଭାଷା ଉପର ନୁହଁ ତେଣୁ ବର୍ତ୍ତମାନ ଆମେ ଦେଖୁଛୁ ଯେ ଯେଉଁ ୱେଷ୍ଟର୍ଣ୍ଣ କଲଚରର ଯେଉଁ ବର୍ତ୍ତମାନ ଲାଙ୍ଗୁଏଜ୍ ଇମ୍ପାକ୍ଟ ଆଜି ବି ରହିଛି ମାକୁଲେଙ୍କର ପରେ ପରେ ମଧ୍ୟ ଆଜି ବି ଓଡ଼ିଆ ସାହିତ୍ୟରେ ଯେଉଁ ସୃଷ୍ଟି ରହୁଛି ବେଳେବେଳେ ଯେଉଁ ଇଂଲିଶ ଲିଟରେଚର ଏବଂ ଓଡ଼ିଆ ଲିଟରେଚର କୁ ସମାନ୍ତରାଳ ଭାବରେ ଲେଖିବା ପାଇଁ ନବ ବା ତରୁଣ କବିମାନଙ୍କ ପାଇଁ କ'ଣ ପରାମର୍ଶ ରହିବ ସାର୍? ତ ପ୍ରତ୍ୟେକ ଭାଷା ସମାନ କିନ୍ତୁ ଆମଠାରୁ ଟିକେ ଆଗର ଦି ପାଦ ଆଗରେ ଅଛନ୍ତି ଇଂରେଜୀ ସାହିତ୍ୟ। ଆଜ୍ଞା ତେଣୁ କୌଣସି ସାହିତ୍ୟକୁ ଧରି ନିଅନ୍ତୁ ଆମଠୁ ଦି ପାଦ ଆଗରେ ଅଛନ୍ତି ଇଂରେଜ ସାହିତ୍ୟ ଆମେ ସେମାନଙ୍କୁ ଅନୁକରଣ କରିବା ଆମେ ସେମାନଙ୍କ ଦ୍ୱାରା ପ୍ରଭାବିତ ହେବା କିଛି ଅସୁବିଧା ନାହିଁ। ଆମ ଓଡ଼ିଆ ସାହିତ୍ୟ ଆଉ କେଉଁ ସାହିତ୍ୟ ଠାରୁ ଦି ପାଦ ଆଗରେ ଅଛି ସେ ଆମକୁ ପଢ଼ିବ କିଛି ଅସୁବିଧା ନାହିଁ। ତେଣୁ ତରୁଣ ପିଢ଼ିର ଲେଖକମାନଙ୍କୁ ବା ତରୁଣ ପିଢ଼ିର ଯୁବକମାନଙ୍କୁ ମୋର ଗୋଟେ ବାର୍ତ୍ତା ରହିବ ସେ ଯେଉଁ ଭାଷାର ସାହିତ୍ୟ ହେଉଛି ସେଟା ବଡ଼ କଥା ଭାଷାଟା ବଡ଼ କଥା ନାହିଁ ସେ ସାହିତ୍ୟ ଭିତରେ
ମନୁଷ୍ୟ ପାଇଁ କ'ଣ ଅଛି, ଆଚ୍ଛା ଆଚ୍ଛା ଅବଦାନ କ'ଣ ରହିଛି? ସ୍ରଷ୍ଟାଟିଏ କାହା ପାଇଁ ଲେଖିଛି? ଆଚ୍ଛା, ନା ମଣିଷ ପାଇଁ ଲେଖିଛି, ଆଚ୍ଛା ଆଚ୍ଛା ସମାଜ ପାଇଁ ଲେଖିଛି। ନିହାତି ନିହାତି ସେ ଇଂରେଜୀ ସାହିତ୍ୟ ହଉ, ହଉ। ବଙ୍ଗଳା ସାହିତ୍ୟ ହଉ, କିମ୍ବା ଓଡ଼ିଆ ସାହିତ୍ୟ ହଉ, କିମ୍ବା କନ୍ନଡ଼ ସାହିତ୍ୟ ହଉ, କି ତେଲୁଗୁ ସାହିତ୍ୟ ହଉ, ଆଚ୍ଛା ଆଚ୍ଛା ତା ଭିତରେ ସମାଜ ଉପଯୋଗୀ ବାର୍ତ୍ତା କେତେ ରହିଛି? ଆଚ୍ଛା ଆଚ୍ଛା ଯଦି ସମାଜ ଉପଯୋଗୀ ବାର୍ତ୍ତା ରହିଛି ତାହେଲେ ଆମେ ତାକୁ ଗ୍ରହଣ କରିବା। ଆଚ୍ଛା ଭାଷା ଦୃଷ୍ଟିରୁ ନୁହଁ, ଭାବ ଦୃଷ୍ଟିରୁ, ବିଷୟ ଦୃଷ୍ଟିରୁ ତାହା ଯଦି ଆମଠାରୁ ଦୀପାଦ ଆଗରେ, ତାହେଲେ ଗ୍ରହଣ କରିବାରେ କିଛି ଅସୁବିଧା ନାହିଁ, ମୋର ବ୍ୟକ୍ତିଗତ ମତ। ସାର୍ ଆମେ ଦେଖୁ ଯେତେବେଳେ ଭାରତ ଇତିହାସ କଥା ଆଲୋଚନା କରାଯାଉ ସେ ସମୟରେ ରାମାୟଣ ଓ ମହାଭାରତକୁ ଗୁରୁତ୍ୱ ଦିଆଯାଇଥାଏ। ଆଉ ବିଶେଷତଃ ଆମେ ଦେଖୁ ଯେତେବେଳେ ମହାଭାରତ ଶେଷ ପରେ ଯେତେବେଳେ ମାନବବିନ୍ଦ ରକ୍ତ ନଦୀ ପାର ହୋଇ ଯେତେବେଳେ ଦୈପାୟନ ହ୍ରଦକୁ ଯିବା ପାଇଁ ଚେଷ୍ଟା କରୁଛନ୍ତି, ସେହି ସମୟରେ ଶହ ଶହ କୁଢ଼ କୁଢ଼ ଶବ ଭାସି ଆସୁଛି। ଯେଉଁ ଶବ ଉପରେ ସେ ସବାର ହୋଇ ଆରପଟକୁ ଯିବା ପାଇଁ ଚାହୁଁଛନ୍ତି ସେ ସବୁ ଗୁଡ଼ାକ ବୁଡ଼ିଯାଏ। କିନ୍ତୁ ଯେତେବେଳେ ତାଙ୍କର ନିଜ ପୁଅ ଖୋଦ ଲକ୍ଷ୍ମଣ କୁମାର ଆସୁଛନ୍ତି ସେ ସବୁ ବୁଡ଼ିଲାନି, ଆଉ ତାର ସବାର ହୋଇ ଆରପଟକୁ ପାରି କରିଲା। ଏ ଯେଉଁ ବର୍ତ୍ତମାନ ତତ୍ତ୍ୱ ମହାଭାରତ ଲୁଚି ରହିଛି, ଏମିତି ତାତ୍ତ୍ୱିକ ଲେଖା ସାର୍ ବର୍ତ୍ତମାନ କେତେ ପାଖାପାଖି ସମାଜକୁ ପ୍ରତିଫଳିତ ହେଇଛି ଆଉ କେତେ ବାକି ଅଛି, ଏହା ଯଦି କରାଯାଏ କ'ଣ ଲାଭବାନ ହେବ ଆମ ଓଡ଼ିଆ ସାହିତ୍ୟ ଏବଂ ଆମର ଜନସମାଜ? ସବୁ ସମୟର ସାହିତ୍ୟରେ ସମାଜକୁ ଏକ ମାର୍ଗଦର୍ଶନ ଦେବା ପାଇଁ ସ୍ରଷ୍ଟାର ମନଟିଏ ଛଟପଟ ହେଉଥାଏ। ସେ ମହାଭାରତ ହଉ କି ରାମାୟଣ ହଉ, ଯଦି ବ୍ୟାସ ନଥାନ୍ତେ, ଆଜ୍ଞା କୃଷ୍ଣ ଚରିତ୍ରଟିଏ, ଦୁର୍ଯ୍ୟୋଧନ ଚରିତ୍ରଟିଏ, ଯୁଧିଷ୍ଠିର ଚରିତ୍ରଟିଏ, ଅର୍ଜୁନ ଚରିତ୍ରଟିଏ ଲୋକଲୋଚନକୁ ଆସିପାରିନଥାନ୍ତା। ଆଚ୍ଛା ବାଲ୍ମୀକି ଯଦି ନଥାନ୍ତେ ରାମଙ୍କର ମହତ୍ତ୍ୱ ଟିକେ ପ୍ରକାଶ ହେଇପାରିନଥାନ୍ତା। ଆଜ୍ଞା ତେଣୁ ପ୍ରତ୍ୟେକ ମହନୀୟ ଜିନିଷକୁ ଲୋକଲୋଚନକୁ ଆଣିବାରେ କବିଟିଏର ଭୂମିକା ଗୁରୁତ୍ୱପୂର୍ଣ୍ଣ, ଏବଂ ତାହା ସମୟ ଅନୁସାରେ, ଯୁଗ ରୁଚି ଅନୁସାରେ ସ୍ରଷ୍ଟାଟିଏ ତାକୁ ଲେଖେ। ଆମେ ତାକୁ ପୁରାଣ ବୋଲି କହୁଛୁ। ଲକ୍ଷ୍ମଣ କୁମାର ଯେତେବେଳେ ଲକ୍ଷ୍ମଣ କୁମାର ଶବଟିଏ ବୁଡ଼ୁନି ଏବଂ ସେ ଶବଟିଏ ଉପରେ ଭାର ଦେଇ ସେ ନଈ ସେପଟକୁ ଯାଉଛି, ଆର ଦିଟା ଉଦ୍ଦେଶ୍ୟ। ଆଜ୍ଞା ଆମେ ସମସ୍ତେ ଜାଣିଛେ ପୁତ ନାମକ ନର୍କରୁ ଯିଏ ତ୍ରାହି କରେ ତାକୁ କୁହାଯାଏ ପୁତ୍ର। ଆଚ୍ଛା ଆଚ୍ଛା ଆଜି ବାପା ଅସୁବିଧାରେ ପଡ଼ିଛି, ଏଠି କିଏ ସାହାଯ୍ୟ କରିବନି, ପୁତ୍ର ହିଁ ସାହାଯ୍ୟ କରିବ। ଏଇ ଯେଉଁ ମହନୀୟ ବାଣୀଟି ସେଇ ଲକ୍ଷ୍ମଣ କୁମାରର ଶବ ମାଧ୍ୟମରେ ବ୍ୟାସଦେବ ରଖିବା ପାଇଁ ଚେଷ୍ଟା କରିଛନ୍ତି। ଆଚ୍ଛା ଆଚ୍ଛା ସେ କ'ଣ ପିନ୍ଧିଛି ସେଇଟା ବଡ଼ କଥା ନାହିଁ, ତା ଭିତରେ କ'ଣ ମଣି ଥିଲା ସେଇଟା ବଡ଼ କଥା ନାହିଁ, କିନ୍ତୁ ସେ କହିବା ପାଇଁ ଚାହୁଁଛନ୍ତି ଯେ ପୁତ ନାମାତ ନର୍କାତ ତାରୟତେ ଇତି ପୁତ୍ର। ଆଚ୍ଛା ପୁତ ନାମକ ନର୍କରୁ ଯିଏ ତ୍ରାହି କରେ ସେ ପୁତ୍ର। ତେଣୁ ପୁତ୍ର ହିଁ ଲକ୍ଷ୍ମଣ କୁମାର ହିଁ ସେ ରକ୍ତ ନଦୀରୁ ଦୁର୍ଯ୍ୟୋଧନକୁ ରକ୍ଷା କରିଛି, ଆଉ କିଏ ରକ୍ଷା କରିନି। ଜୀବନ୍ତ ସମୟରେ ସମସ୍ତେ ସାହାଯ୍ୟ କରୁଛନ୍ତି, କିନ୍ତୁ ମଲା ପରେ ବାପାଙ୍କୁ ପୁତ୍ର ହିଁ ସହାୟତା ହେଇଛି। ପ୍ରତ୍ୟେକ ସମୟରେ ଶୂର୍ପଣଖା ବାରମ୍ବାର ରାମଚନ୍ଦ୍ରଙ୍କ ପାଖକୁ ଯାଉଛି, ମୁଁ ତୁମକୁ ବିବାହ ବୋଲି କହୁଛି। ରାମଚନ୍ଦ୍ର ବାରମ୍ବାର ତାଙ୍କୁ ଫେରଉଛନ୍ତି ଏବଂ କାଲିକି ଆସିବା ପାଇଁ କହୁଛନ୍ତି। ଶେଷରେ କହୁଛନ୍ତି ମୁଁ ବିବାହିତ। ଶୂର୍ପଣଖା ପଚାରୁଛନ୍ତି ଯେ ଏଇ କଥାଟି କହିବାର ଥିଲା ତାହେଲେ ପ୍ରଥମ ଦିନ କହିପାରିଥାନ୍ତ। ରାମଚନ୍ଦ୍ର କହୁଛନ୍ତି ମୁଁ ଯଦି ତମକୁ ପ୍ରଥମ ଦିନ କହିଥାନ୍ତି ତାହେଲେ ତମେ ଆତ୍ମହତ୍ୟା କରିଥାନ୍ତ। ମୁଁ ତୁମ ମନରେ ମୋ ପ୍ରତି ବିରକ୍ତି ଭାବ ସୃଷ୍ଟି କଲି। ଛାଡ଼ି ଦିଅନ୍ତୁ ରାମାୟଣ କଥା, ଆଜି ବି ଆପଣ କୁହନ୍ତୁ। ଆଜିର ସମାଜରେ ଆମେ ଯଦି ଗୋଟିଏ ଜଣକୁ ପ୍ରଥମ ଥର କହିଦେଉଛେ ତା ମନରେ ବିରକ୍ତି ଭାବ ଆସୁଛି, ସେ କିଛି ନା କିଛି ଗୋଟେ ଷ୍ଟେପ୍ ନେବ। ତେଣୁ ଆମେ ତାକୁ ଆସ୍ତେ ଆସ୍ତେ, ଏଇଟା ହିଁ ସମାଜକୁ ବାର୍ତ୍ତାଟା ଦେଇଛନ୍ତି ବାଲ୍ମୀକି ସେଇ କଥୋପକଥନ ଭିତରେ। ଆଚ୍ଛା ବହୁତ ସୁନ୍ଦର କଥା ଆମେ ବୁଝିଲେ। ଆତ୍ମହତ୍ୟାର ପ୍ରବଣତାକୁ ବନ୍ଦ କରିପାରିବ ଆମ ସାହିତ୍ୟ। ଏକ ସୁନ୍ଦର କଥା ଭିତରେ ଆମେ ଜାଣିପାରିଲେ ଯେ ବାସ୍ତବିକ ଇକୋନୋମିକ୍ସ ଏବଂ ସୁଇସାଇଡ୍ सोसाइटी डेवलपमेंट सहित ओडिया साहित्यर जो संपर्क अति निबिड़। सर वर्तमान जो देखा जाउची विश्व रे युद्ध विभीषिका वर्तमान देखा जाउची, अनेक साहित्य तो आम पढ़ुचु, साहित्य भितर समाजर विकास भी देखा जाए एवं एते विभीषिका वर्तमान देखा जाउची विश्व रे जो ग्लोबल वार्मिंग रोची, विभिन्न टेंशन जो रोची, या इरेडिकेशन करने साहित्यर भूमिका केमती कौन रही टे गुरुत्वपूर्ण। आज्ञा सब समय आप इतिहास को देखंतु, पुराण को देखंतु, सब समय समाज को संस्कारित करने, मनीष को संस्कार कामी करने साहित्य गोटे गुरुत्वपूर्ण भूमिका ग्रहण करिछि। निश्चित भाव में शुणिपारे जदि विश्व में शांति को आम देखा साहित्य को पढ़ा पड़ो, विकास को देखा साहित्य को पढ़ा पड़ो, हस को देखा साहित्य पढ़ा पड़ो, विकास को देखा साहित्य पढ़ा पड़ो, अर्थनीति को बढ़ावा साहित्य पढ़ा पड़ो। तेणु बर्तमान आम बुझीपारुछु वास्तविक साहित्य पठनर अभाव रही कि वर्तमान समाज में, जहाँकि वर्तमान समाज को जो युद्ध विभीषिका एवं जो ईर्षा द्वेष ये सब वृद्धि पाऊँच। सर बेले बेले आम देखू मानववादर विकास साहित्यर भूमिका विषय कौन टे पदे रखिए गोटे वाक्य। देखो मानववादटा है गोटे गुरुत्वपूर्ण विषय एवं साहित्यटार मूल भित्ति है से मानववाद। मानववाद को प्रतिष्ठा करने साहित्यर लक्ष्य।
यदा यदा हि धर्मस्य ग्लानिर्भवति भारत अभ्युत्थानम धर्मस्य तदात्मनं सृजाम्यहम् परित्राणाय साधुना विनाशाय च दुष्कृतम् धर्म संस्थापनार्थाय संभवामि जुगे जुगे। से कौन कहूँ से मानववाद प्रतिष्ठा करने से सन्थ मान रक्षा करने मु आसी ये कौन मानववाद नुह सबु समय आप प्रत्येक समय देखिए प्रत्येक समय साहित्य देखिए मानववाद मनीषर शांति मैत्री आत्मीयतार विकास विश्व शांतिर प्रतिष्ठा अहिंसा प्रतिष्ठा हिंसा ठारू मनीष दूरे रहिब आतिथेयता आसीब वसुधैव कुटुंबकम आसीब या ही साहित्यर वार्ता कही ना साहित्य युद्ध करंतु बोली सेठी युद्ध करने कही जोठी अन्यायी माने व्यापी सेठी युद्ध कर किंतु शांति प्रतिष्ठा कर न्याय प्रतिष्ठा कर हिंसा को दूरे दियो अहिंसा प्रतिष्ठा कर सत्य कुह यह ही साहित्यर मूल मंत्र यह ही साहित्यिकर धर्म। शुणिपारे बर्तमान आम सांगठार शुणुछु साहित्यर संभार और साहित्य को नहीं शांतिर वार्ता किपरि प्रचार करा सर बेले बेले आम देखू साहित्य क्षेत्र में जो भाई भौणी मैंने काम करुँच विशेषतः जड़े पोस्ट ग्रेजुएट पर बेले बेले जो कौन सरकारी चाकरी सी न पाए सपोज एमती सृष्टि तैयारी करी तार किसी इनकम आउ स्टैंड अफ लाइफ रे किसी सार परिवर्तन घटी पारे बोले आप भावुं कि सर से ये प्रश्नटा गोटे भल प्रश्नटी आप मत पचार किंतु वर्तमान परिप्रेक्षी रे जड़े जे बही लेखिकी परिवार परिपोषण करिवो एक कथाटा को मु सहजरे ग्रहण करि पारु नाही। अच्छा सर यार टिके प्रश्नवाची टिके सृष्टि होउची जे प्रकाशन बही प्रकाशन क्षेत्र रे परिवार परिपोषण करिवो एक कथा को मु स्वीकार करि पारु नाही। अच्छा अच्छा मु मोर अनुभव एवं अनुभूति भितर जा कहूची पाठक संख्या सर कमी ना किसी पब्लिशर मानकर अनाग्रह रोचे ना किसी कौन समस्या कौन रोचे वास्तव नहीं नहीं आपण देखंतु जेतबेले लेखक टे लेखुची हाँ बही टे प्रकाश करूची मु बही टे प्रकाश कली आपण मानकर धारणा थिबो जे सार 12 खंड बही प्रकाश करचंदी 12 लाख टका इनकम करचंदी ताहा नुह साहित्यटा गोटे आत्मसंतोष आनीची प्रतिष्ठा आनीची प्रचार एवं प्रसार करिछि आपणको आपण गोटे सीमित परिवेश रु आपण गोटे व्यापक परिवेश आड़ को जाइछंदी किंतु अर्थनीतिक दृष्टिकोण रु नुह सामाजिक सांस्कृतिक एवं प्रतिष्ठा क्षेत्र रे आगु को आपण को से नेछि किंतु अर्थ क्षेत्र रे से आपण को नै परिबो ना। अच्छा सर सर गोटे मोर मन पड़े कोविड-19 समय नोस्ट्राडामस गोटे बही 60 टଙ୍କା थिला हमर कटक बाजार रे किंतु जितेबाला से बही देखागला आस्ते आस्ते पखापाखि 60,000 टଙ୍କା पर्यंत चलला से बहीटा मार्केटिंग है एमती किसी लेखा समाज रही कि जार कि बही बर्तमान जदि 10 टଙ୍କା अच्छी आगामी 20-30 वर्ष पर से भैल्यू बढ़िबो एवं ताहा भी इनकम को एक राह दे पारिबो एमती आपण आशा करछन्ते कि हां आज्ञा सेटा क्वचित क्वचित विरल जोड़ा विरल आज्ञा जोटा कि बेले बेले कोनोसी ना कोनोसी स्रष्टा ठारू उतुरी जाए ताहा से गोटे लेखक को अर्थनीति क्षेत्र रे सहायक हुए किंतु प्रत्येक लेखक को प्रत्येक बही प्रत्येक लेखक प्रत्येक बही जो अर्थ क्षेत्र रे सहायता दब सेमिति किछि ग्यारंटी नाही सेमिति किछि मु अच्छा अनुभव ग्यारंटी दे पारि अच्छा अच्छा सर आमे देखु बेले उपेंद्र भंज साहित्यंगर जो ग्रंथ गुडी को बा बेले बेले इंग्रजी भाषा रूपांतरित होई पारने बर्तमान सुधा हमर रामायण महाभारत एवं गीता ट्रांसलेट होईछि जहा कि जार वैल्यू वेस्टर्न कंट्री बहुत डेवलप होईछि विशेषतः उपेंद्र भंजक साहित्य जो जहा रहिछि बा कालिदासंगर जहा साहित्य रहिछि जदि ताहा वास्तविक जदि हमर ओडिया ट्रांसलेशन बा इंग्लिश ट्रांसलेशन करा जाय तार भूमिका आपण कोन आपण आशा करछन जहा कि हम भारत पई गोटे दिग्दर्शन देई परिबो ताहा तो निश्चित एक स्वागत योग्य विषय आम उपेंद्र भंज को आम कालिदास आम विश्वस्तरीय कवि भाव में रूपांतरित करूँ मना नुह कि उपेंद्र भंजर साहित्य जो अर्थ गुड़िक सब रही ओडिया भाषा रे तार जो लालित्यटा रही तार सांगीतिक धर्मिता रही जो गोटे अर्थ को तीन तीन अर्थ चारि अर्थ व्यवहार अच्छा अच्छा ताहा अन्य भाषा रे जेतेबेले इंग्रजी भाषा रे अनुवाद हबो तार से मौलिकताटा रहिबो कि नाही एक गुरुत्वपूर्ण प्रश्न अच्छा 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 मौलिकताटा निश्चित भाव में क्षुण्ण हबो अच्छा किंतु जदि अनुवाद हुए ताले उपेंद्र भंज विश्वस्तरीय हो पारिबे गुरुत्वपूर्ण कथा सर कहले जे वास्तविक साहित्य ही हमको अनेक सफलता दे थाए
बिबिलोग्राफी आम जहाँ कहूँ पुस्तक प्रेमी मानी सर आप पुस्तक लिखुंट और पुस्तक पढ़ुंट ये जो बिबिलोग्राफी आमको बेले बेले हार्ट अटैक डायबिटीज हाई बीपी ये सब डिजीज को बेले बेले डिप्रेशन माने कमे दे थाए या अनेक मैगजीन आम देखा पाऊ आ साहित्य जो मैंने सामिल रहती विशेषतः से स्मार्टनेस जो लैंग्वेज भिटी कमे माने अधिक स्मार्ट रहती अधिक एक्टिव रहती सोशल सर्विस सामिल होती अधिक दिन पर्यटन से बंचती या आप देखुं सर साहित्य द्वारा आपण साहित्य रचना कले आपणकर गोटे नित्य नैमित्तिक दुनिया ठारू आपण निजको मुकुळेई देबे सेठी सामाजिक जंजाल नथिबो अभाव अनटनर कथा नथिबो आपण एक भिन्न पृथ्वी को जीवे एक अवस्थातीत अवस्था को जदि गोटे व्यक्ति न जीव ताले से साहित्य रचना करि परिबो नाही जो आपणकर वर्तमान जीवनर जो विभिन्न प्रकार पारिवेशिक चिंता ताहा गोटे व्यक्ति को अख्तियार करि परिबो नाही मुंडरे बोझ होई परिबो नाही तेणु आपण निरोलारे बसिकी लेखिले भल कथाटिए चिंता कले जगतर मंगल कथा चिंता कले तेणु आपनको एया ही हबो आपनको निरोल भितर बंचिया गोटे माध्यम। अच्छा सर साहित्य माध्यम अनेक उद्भावन आविष्कार को आम देखिपर कि सर निश्चित 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 राधामोहन गडनायकर गोटे भल कविताटी अच्छी अपथे मुजीबी विपथे मुजीबी कर पक्ष मत तिरस्कार नेपथ्य अच्छी जेते जहाँ सब करी मु तार आविष्कार निहाती निहाती बर्तमान जानीपारे वास्तविक साहित्य ही अनेक उद्भावन आविष्कार और शांति समृद्धि साहाय्य करें बर्तमान आम शेष पर्यायर बर्तमान पहुँचुचु सांग रही कौन इंटेंशन यापर सर आपंकर आउ चाकरी काल केते वर्ष सर अच्छे मोर आउ चाकरी काल 5 वर्ष अच्छे 5 वर्ष भितर और 5 वर्ष पर कौन कौन साहित्यर संभार सृष्टि करने आउ कौन रही आपंकर अविश्वास विषय कौन टी कहे सर टे मु समालोचना साहित्य को आउ टिके आगक नवाई चाहूँगी एवं मो पाखरे जो पिला माने टिके गवेषणा करुछन्ते नूतन गवेषक माने आगामी काली रे जो गवेषक माने आसीबे साहित्यर विभिन्न दिग अछि जो दिग वर्तमान सुधा दिग संपर्क वर्तमान सुधा गवेषणा हेई पारि नाही। अच्छा मोर गोटे स्वप्नटी अछि से सब विषय को टिके गवेषणा करिबा एवं बहु सृष्टि वर्तमान पर्यंत रही आइछि अनालोचित प्रतिभा माने वर्तमान सुधा रही आइछन बहुत भल काम करिसंती किंतु से मानको लोकलोचन को अणा जाई पारि नाही आमे सेमति गोटे घसरा ये रे ही चालीछु जे ताकु 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 नै कि आमे गवेषणा करछु ता ऊपर लेखुछु मोर गोटे परिकल्पनाटी अछि नूतन नूतन विषय ऊपर आलोचना करिबा जहा अनालोचित हेई कि अछि ताको लोकलोचन को आनिबा एटा ही मोर गोटे परिकल्पनाटी अछि साहित्य को नै बा समालोचना को नै मोर गोटे परिकल्पनाटी रहिछि सांकर शेष कथार आम जानीपारे इमाजिनेसन इज मोर इम्पोर्टाट देन नॉलेज तेणु नॉलेज ठार कल्पना एक गुरुत्वपूर्ण प्रक्रिया जो कल्पना माध्यम साहित्य को सृष्टि कर सृष्टि अनेक सृष्टि को सुजोग दे पार बर्तमान आम टिके विराम नेबा आ टिके आलोचना करबा एबे सर प्रतिभा द्विगुणित बहुगुणित हुए निजर सेवा माध्यम सर बर्तमान जो अनेक सृष्टि आपन सृष्टिकर्ता अच्छा अध्यापक अच्छा स्टूडेंट मानक पढ़ाऊँ आम देखू यह बादे सर आउ क्यों क्यों कार्यक्रम आपड़ अच्छा सरकार डिपार्टमेंट तरफ सोशलिस्ट डिपार्टमेंट तरफ मुझे चाकरी करने आरंभ कली मते कॉलेज रे हमर अध्यक्ष महोदय जातीय सेवा योजनार कार्यक्रम अधिकारी भाव में नियुक्ति एनएसएस जोड़ा अछि एनएसएस नेशनल सर्विस स्कीम मु 9 वर्ष काल जातीय ये जो सेवा योजनार कार्यक्रम अधिकारी रहिली तार परवर्ती पर्यायर युव रेड क्रॉस रो 6 वर्ष काउंसिलर भाव नियुक्ति पाइली एवं डिस्ट्रिक्ट कोऑर्डिनेटर भाव में मध्य मु दायित्व नैथिली एवं वर्तमान मु अछि जातीय सेवा योजनार बा नेशनल सर्विस स्कीम रो डीपीओ डिस्ट्रिक्ट प्रोग्राम ऑफिसर जार ना परिवर्तन हेकि वर्तमान अछि डिस्ट्रिक्ट नोडल ऑफिसर। अच्छा कंधमाल जिला दायित्व रे मु अछि कंधमाल जिल्लार जो समग्र कॉलेज गुड़िकर युक्त 12 ब्लॉक रे रही छै अच्छा 2 कॉलेज गुड़िकर अछि तार जातीय सेवा योजना कार्यक्रम गुड़ी को परिचालित करिबा एवं विश्वविद्यालय बा काउंसिल सहित कॉलेज रो जो संयोजना तेणु से भली कार्यटी मु नेछि जे प्रत्येक कॉलेज रे ब्लड डोनेशन करिबा वृक्षरोपण कार्यक्रम करिबा एई सब कार्यक्रम मते भारी भल लागे मु सेथिरे मते निजको संपृक्त रखिछि एवं ता सहित महाविद्यालय मते जो सब कार्यक्रम सब दायित्व दिया जाय जाको को एक्स्ट्रा करिकुलर एक्टिविटी सेथिरे मते मु निष्ठार सहित पालन करे करिछि बोली एवं आगामी काली करिवि बोली मते मु
ନିଶ୍ଚିତ ଭାବରେ ଛାତିରେ ହାତ ରଖି କହିପାରିବି। ସାର୍ ଆମେ ବେଳେବେଳେ ଦେଖୁ ମୁଖ୍ୟ ବକ୍ତା ଭାବରେ ବିଭିନ୍ନ ଜାଗାକୁ ଆପଣ ନିମନ୍ତ୍ରଣ କରାଯାଏ। ଆମେ ଦେଖୁଛୁ କେଉଁଠି ମଧ୍ୟ ନିମନ୍ତ୍ରଣକୁ ଆପଣ ଗୁରୁତ୍ୱ ଦେଇ ଯାଇଛନ୍ତି ଆଉ ବହୁତ ଭଲ ଭଲ ସ୍ପିଚ୍ ଦେଇ ଲୋକଙ୍କୁ ମୋଟିଭେସନ୍ କରିଛନ୍ତି ଆମେ ଯାହା ଦେଖିଛୁ। ଯେତେବେଳେ ସାର୍ ଯାଆନ୍ତି ମଞ୍ଚରେ କିଛି ଭାଇ ଭଉଣୀମାନଙ୍କୁ କିଛି ଉଦ୍ବୋଧନ ଦେବା ଆଉ ସାହିତ୍ୟ ମାଧ୍ୟମରେ ସଂସ୍କାରିତ କରିବା ଏ ଦିଗକୁ ଆପଣ କେମିତି ଅନୁଭବ କରୁଛନ୍ତି ଆଉ ଏ ଦିଗକୁ ଆପଣ କେମିତି ବଢ଼ାଇବା ପାଇଁ ଚାହୁଁଛନ୍ତି ସାର୍ ଆଗାମୀ ଦିନରେ? ମୁଁ ଯେତେବେଳେ ଖଲିକୋଟ କଲେଜରେ ଯୁକ୍ତ 3 ଓଡ଼ିଆ ସମ୍ମାନ ଶ୍ରେଣୀର ଛାତ୍ର ଥିଲି, ସ୍ୱର୍ଗତ ଡକ୍ଟର ଉପେନ୍ଦ୍ର ନାୟକ ମୋର ଶିକ୍ଷକ ଥିଲେ। ବ୍ରହ୍ମପୁର ସ୍ଥାନୀୟ ଅଞ୍ଚଳର ଜଣେ ଭଲ ବକ୍ତା ଥିଲେ। ଆଚ୍ଛା ଆଚ୍ଛା ଆଉ ସାର୍ ମୋତେ ବହୁତ ଭଲ ପାଉଥିଲେ। ସେ ଯେଉଁଠିକି ମୁଖ୍ୟ ବକ୍ତା ହେଇକି ଯାଆନ୍ତି ମୋତେ ଡାକନ୍ତି, ମୁଁ ତାଙ୍କ ସ୍କୁଟର ପଛରେ ବସିକି ଯାଏ। ମୁଁ ଦର୍ଶକ ବା ଶ୍ରୋତାର ଶ୍ରେଣୀରେ ବସିଥାଏ। ସାର୍ ଯେତେବେଳେ ସ୍ପିଚ୍ ଦିଅନ୍ତି ବା ଭାଷଣ ଦିଅନ୍ତି, ଲୋକମାନେ ହସିକି ତାଳି ମାରନ୍ତି, ପ୍ରଶଂସା କରନ୍ତି। ମୁଁ ସେତେବେଳକୁ ଭଗବାନଙ୍କୁ ଡାକେ, ହେ ଭଗବାନ ମୋତେ ଏମିତି ଗୋଟେ ବକ୍ତାଟେ କରିଦେଇନଥାନ୍ତେ। ଆଚ୍ଛା ଆଚ୍ଛା ମୁଁ ଆଜି ଯେତେବେଳେ ମୁଁ ଡାକୁଛି, ମୋତେ ସମସ୍ତେ ବକ୍ତା କରି ଡାକୁଛନ୍ତି, ମୁଁ ଭାବୁଛି ମୁଁ ବୋଧେ ସେଦିନ ଯେଉଁ ଭଗବାନଙ୍କୁ ପ୍ରାର୍ଥନା କରିଥିଲି ମୋତେ ଗୋଟେ ବକ୍ତାଟେ କରିଦିଅନ୍ତୁ ବୋଲି। ମୁଁ ବୋଧହୁଏ ସାର୍ଙ୍କର ପାଖାପାଖି ନହେଲେ ମଧ୍ୟ ଅନ୍ତତଃ ତାଙ୍କର ପାଦକୁ ସ୍ପର୍ଶ କରିବା ପାଇଁ ଯୋଗ୍ୟ ବିବେଚିତ ହେଇଛି। ଆଜ୍ଞା ଆମେ ଭାଷଣ ମାଧ୍ୟମରେ କିଛି ସମାଜକୁ ମୁଁ ବାର୍ତ୍ତା ଦିଏ ଯେ ପ୍ରତ୍ୟେକ ଛାତ୍ରଛାତ୍ରୀ କେମିତି କର୍ତ୍ତବ୍ୟନିଷ୍ଠ ହୁଅନ୍ତୁ, କର୍ତ୍ତବ୍ୟ ପରାୟଣ ହୁଅନ୍ତୁ, ସମୟାନୁବର୍ତ୍ତୀ ହୁଅନ୍ତୁ, ସତ୍ ମାର୍ଗ ପ୍ରତି, ସତ୍ ଚିନ୍ତନ ପ୍ରତି, ସତ୍ କର୍ମ ପ୍ରତି କେମିତି ସେମାନେ ସବୁ ଆଗ୍ରହ ପ୍ରକାଶ କରନ୍ତୁ, ଆଉ ସମାଜର ଉପକାର କରିବା ପାଇଁ, ସେବା କରିବା ପାଇଁ କେମିତି ସେମାନେ ସବୁ ଅନୁପ୍ରେରିତ ହୁଅନ୍ତୁ। ବିଭିନ୍ନ ମହାପୁରୁଷମାନଙ୍କର ଉଦାହରଣ ମାଧ୍ୟମରେ, ଗଳ୍ପ ମାଧ୍ୟମରେ ମୁଁ ପିଲାମାନଙ୍କୁ ଆକର୍ଷିତ କରିବା ପାଇଁ, ସମ୍ମୋହିତ କରିବା ପାଇଁ, ମୋଟିଭେଟ୍ କରିବା ପାଇଁ ମୁଁ ସବୁବେଳେ ଚେଷ୍ଟା କରିଥାଏ। ସାହିତ୍ୟ ଏବଂ ସାହିତ୍ୟିକ ଭିତରେ ଥାଏ ସାର୍ ଗୋଟେ କମିକ୍ ବା ହସର ଲହରୀ। ଶେଷ ପର୍ଯ୍ୟାୟରେ ଆମେ ଆଲୋଚନା କରିବା ଆମ ଅନେକ ଭାଇ ଭଉଣୀମାନେ ଦେଖିବେ ଏଇଟା ସୋସିଆଲ୍ ଏକ୍ସରେ ମଧ୍ୟ ଆମେ ଲଞ୍ଚ କରିବା ଆଉ ସମସ୍ତ ସୋସିଆଲ୍ ସାଇଟ୍ ଛାଡ଼ିବା। ଏମିତି କିଛି ହସା କଥା କହିବେ ଯାହାକି ଏ ଦୀର୍ଘ ସମୟ ଭିତରେ ଗୋଟିଏ ସ୍ମାଇଲ୍ ଆସିବ ଏବଂ ସାହିତ୍ୟ ପ୍ରକୃତରେ ସ୍ମାଇଲ୍ ସହିତ ଜଡ଼ିତ ବୋଲି ଆମେ ଅନୁଭବ କରିପାରିବା। ଦେଖନ୍ତୁ, ମୁଁ ଯେତେବେଳେ କେଉଁଠି ଭାଷଣଟିଏ ଦିଏ, ମୁଁ ବହୁତ କଥା କହିବା ଭିତରେ ଗୋଟେ ସାମ୍ପ୍ରତିକ ଘଟଣାଟିଏକୁ ଆଣିକି ମୁଁ ସେଠି ଟିକେ ଉପସ୍ଥାପନ କରିଦିଏ। ଗୋଟେ ଏକ୍ଜାମ୍ପଲ୍ ସାର୍? ଏକ୍ଜାମ୍ପଲ୍ ହେଲା, ଧରି ନିଅନ୍ତୁ ମୁଁ ଏବେ ଗୋଟେ ନିକଟରେ ଯାଇଥିଲି ହବାକ ଉଦୟଗିରି ହବାକ ହାଇସ୍କୁଲର ବାର୍ଷିକ ଉତ୍ସବକୁ। ଆଜ୍ଞା ସେଠି ମୁଁ ଗୋଟେ ଗପଟେ କହୁଥିଲି। ରାଜାଙ୍କୁ ନାଉରିଆ ପଚାରିଛି ଯେ ଆପଣ କାହିଁକି, ମୁଁ ତା ପୂର୍ବରୁ ଦେଖୁଛି ଯେ ନୌକାରେ ବସେଇକି ନେଲା ବେଳକୁ ରାଜାମାନେ କାନ୍ଦୁଥିଲେ, ଆପଣ କାହିଁକି ହସୁଛନ୍ତି? ଏବଂ ଏହି ସମୟରେ ମାଇକ୍ ଟିକେ ଘଡ଼ଘଡ଼ ହେଇକିରି ଶବ୍ଦ ହେଲା। ମତେ ମୁଁ ନାଉରିଆ, ମୁଁ ଯେହେତୁ ବକ୍ତା, ମୁଁ ନାଉରିଆ, ମୁଁ ହିଁ ରାଜା। ଆଚ୍ଛା ନାଉରିଆ ବାରମ୍ବାର ପଚାରୁଛି, ମୁଁ ଆପଣଙ୍କୁ ପଚାରୁଛି ଆପଣ କାହିଁ କହୁନାହାନ୍ତି? ମୁଁ ସେତେବେଳେ କହୁଛି, ରହ ନାଉରିଆ, ମାଇକ୍ ଟା ଟିକେ ଘଡ଼ଘଡ଼ ହଉଛି ତ, ତେଣୁ ତତେ ଶୁଭୁନି। ମାଇକ୍ ଟା ଟିକେ, ମାଇକ୍ ବାଲା କୁଆଡ଼େ ଗଲା? ସେ ଯଦି ଟିକେ ତିଆରି କରିଦେଇଥାନ୍ତା ତତେ କ୍ଲିୟର ଶୁଭିଥାନ୍ତା। ମାଇକ୍ ବାଲା କୋଉଠି ଥିଲା, ଦୌଡ଼ି ଆସିଲା, ସେ ଟିକେ ଠିକ କରିଦେଲା ପରେ ମୁଁ ଉତ୍ତରଟା ଦେଲି। ତେଣୁ ବାସ୍ତବ ଜିନିଷ ସହିତ ମୁଁ ତାକୁ ଏଇଟା ତୁଳେଇ ଦେଲେ ଲୋକମାନେ ଟିକେ ହସନ୍ତି ଏବଂ ଏଇଟା ହିଁ ଗୋଟେ ଖୁସିର ବାତାବରଣଟିଏ ସୃଷ୍ଟି କରେ। ନିଶ୍ଚିତ ଭାବରେ ଯେଉଁ ବର୍ତ୍ତମାନ ଡେଲି ଲାଇଫ୍ରେ ଯାହା ଆମେ ଯେଉଁ ଉପକରଣ ଗୁଡ଼ିକ ୟୁଜ୍ କରୁଛୁ ସେ ଉପକରଣ ଭିତରୁ ଯେଉଁ କମିକ୍ ବାକୁ ଖୋଜିବା ଏବଂ କରେଣ୍ଟ ସିଚୁଏସନ୍କୁ ନେଇ ଆମେ କିଛି ହସର ଲହରୀ କରିବା, ଏସବୁ କଥା ସାଙ୍ଗ ପାଖରେ ରହିଛି। ଆମେ ଦୀର୍ଘ ସମୟ ଧରି ବର୍ତ୍ତମାନ ଆଲୋଚନା କରୁଛୁ ଯେ ସାଙ୍ଗର ଯେଉଁ ରହିଛି ଯେଉଁ ସମ୍ବଳ ଏବଂ ଯେଉଁ ସମର୍ଥ ନିଶ୍ଚିତ ଭାବରେ ସମାଜ ପାଇଁ ସମର୍ପିତ ରହିବ। ଆଜିର ଏହି ଦୀର୍ଘ ସମୟ ଧରି ଯେଉଁ ଆମେ ଆଲୋଚନା କରୁଛୁ, ବିଶେଷତଃ ପ୍ରଥମ ଥର ବି ଆମେ ଆଲୋଚନା କରୁଛୁ ସାର୍। ବର୍ତ୍ତମାନ ଆଜି ପର୍ଯ୍ୟନ୍ତ ଆମେ ଦେଖୁଛୁ ଅନେକ ସ୍ରଷ୍ଟା ଅଛନ୍ତି କନ୍ଧମାଳ ଜିଲ୍ଲାରେ, ବିଶେଷତଃ ଗଣମାଧ୍ୟମରେ ତା'ର ପ୍ରଭାବ ପ୍ରସାର ଯେଉଁ ଟିକେ କମିଯାଉଛି, ଯାହାଦ୍ୱାରା କି ଆମ ଯେଉଁ ବ୍ୟକ୍ତିତ୍ୱମାନଙ୍କୁ ପ୍ରଭାବ ଜାଣିବାରେ ମଧ୍ୟ ସମସ୍ୟା ରହୁଛି। ଆଜିର ଯେଉଁ କାର୍ଯ୍ୟକ୍ରମରେ ଅନେକ କୋଟି କୋଟି ଲୋକ ବର୍ତ୍ତମାନ ଦେଖିବେ, କ'ଣ ରଖିବେ ପ୍ରତିକ୍ରିୟା ଆଜିର ଆମର କାର୍ଯ୍ୟକ୍ରମକୁ ନେଇକି ସାର୍? ମୁଁ ଆପଣଙ୍କୁ ପ୍ରଥମତଃ ତ ସାଧୁବାଦ ଦେବି, କାରଣ ଆପଣ ଖୋଜି ଖୋଜି ମୋ ପାଖକୁ ଆସିଛନ୍ତି। ଆପଣଙ୍କ ପାଖରେ ମୁଁ କୃତଜ୍ଞତା ସ୍ୱୀକାର କରିବି ଏଇଥିପାଇଁ ଯେ ଗଣମାଧ୍ୟମରେ ପ୍ରଚାର କରିବା ପାଇଁ ବା ପ୍ରସାର କରିବା ପାଇଁ ଦୁଇଟି ଦିଗ ଅଛି। ଜଣେ କହିବ ମୁଁ ଲେଖୁଛି, ମୁଁ କରୁଛି, ମୋ ଉପରେ କିଛି କାର୍ଯ୍ୟ କରନ୍ତୁ, ଇଏ ଗୋଟିଏ କଥା। ଦ୍ୱିତୀୟ କଥା, ସେ କହିବା ପୂର୍ବରୁ ଆପଣ ଆସିକି ତାଙ୍କୁ ପଚାରିବେ ଯେ ଆମେ ଦେଖୁଛୁ ଆପଣଙ୍କ ପାଖରେ କିଛି ପ୍ରତିଭା ଅଛି କି, ଆପଣ କିଛି ବହି ଲେଖିଛନ୍ତି କି, ଆପଣ ଭାଷଣ ଦେବାକୁ ଯାଉଛନ୍ତି, ଆମେ ଆପଣଙ୍କ ଉପରେ ଗୋଟେ କାର୍ଯ୍ୟକ୍ରମ କରିବୁ। ସେତେବେଳେ ଆମେ କହିବା ପୂର୍ବରୁ ଆପଣ ଆସିକି ଯେତେବେଳେ ଆମକୁ କୁହନ୍ତି, ଆମକୁ ଟିକେ ଖୁସି ଲାଗେ। ଆମେ ଆତ୍ମସନ୍ତୋଷ ଟିକେ ଲାଭ କରୁ ଯେ ମୁଁ କିଛି କରୁଛି ବୋଲି
ବୋଧହୁଏ କିଏ ନା କିଏ ଜଣେ ଚିହ୍ନିଛି ଆଚ୍ଛା ଏବଂ ସେ ତାକୁ ନେଇକିରି ପ୍ରସାର କରିବା ପାଇଁ ଚାହୁଁଛି। ଚାହୁଁଛି। ତେଣୁ ମୁଁ ଆପଣଙ୍କ ନିକଟରେ କୃତଜ୍ଞତା ସ୍ୱୀକାର କରୁଛି। ଧନ୍ୟବାଦ ସାର୍। ପରିଚୟ ଜାଣିବା ଏବଂ ବୁଝିବା ଏବଂ ଚିହ୍ନିବା ଏହି ଶବ୍ଦ ଭିତରେ ରହିଛି ଅନେକ ସମ୍ଭାବନା। ଆଜି ଆମେ ଡକ୍ଟର ନଳିନ କୁମାର ପାଣିଗ୍ରାହୀଙ୍କର ଯେଉଁ ସୁବ୍ୟକ୍ତ ଏବଂ ତାଙ୍କର ସାଧନା ଏବଂ ସମର୍ପିତ ମନୋଭାବ ଏବଂ ସାମାଜିକ ମନୋଭାବ ଯେଉଁ ରହିଛି ତା ବିଷୟରେ ଆମେ ଆଲୋଚନା କରୁଛୁ। ଆମ ଚ୍ୟାନେଲ୍ ତରଫରୁ ନିଶ୍ଚିତ ଭାବରେ ଆମେ ସାଧୁବାଦ ଦେବା ସାର୍ଙ୍କୁ ଯେ ବାସ୍ତବିକ ସାହିତ୍ୟ ପାଇଁ ଆହୁରି କାମ କରନ୍ତୁ ଏବଂ ଆମେ ଆଶା ରଖୁଛୁ ସଂସ୍କାର ପାଇଁ ସାର୍ଙ୍କର କଲମ ଆଉ ତୀବ୍ରତର ହେଉ। ଧନ୍ୟବାଦ ସାର୍। ନମସ୍କାର। ଦୀର୍ଘ ସମୟ ଧରି ସାହିତ୍ୟ ଆଲୋଚନା ସହିତ ସାହିତ୍ୟର ସମ୍ଭାରକୁ ନେଇ ସଂକ୍ଷେପରେ ଆମେ ବିକ୍ଷିପ୍ତ ଆଲୋଚନା ବର୍ତ୍ତମାନ କରିଛୁ। ନିଶ୍ଚିତ ଭାବରେ ଏ ଭିଡ଼ିଓ ଆମେ ସୋଶାଲ ଏକ୍ସରେ ଦେଖିବୁ ଏବଂ ଦେଖିବା ଏବଂ ସମସ୍ତଙ୍କ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ରହିବ ଯେ ସାହିତ୍ୟ ବିନା ଆମେ କେବେ ବି ଆଗକୁ ଯାଇପାରିବା ନାହିଁ। ଏ କଥା ଏକ ଜିଷ୍ଟ ଆମେ ଅନୁଭବ କରିପାରୁଛୁ। ଧନ୍ୟବାଦ ସାର୍।